ଆଜି 7-8-2024 ତାରିଖ ଅପରାହ୍ନ 3ଟାରେ କୋଡ଼ାସିଂ ସ୍ଥିତ ସତ୍ୟଭାମା ଇନକନଫରେନ୍ସ ହଲ୍‌ଠାରେ ନ୍ୟାସନାଲ୍ ହ୍ୟାଣ୍ଡଲୁମ୍ ଡେ 2024 ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ଅନୁଜାନନ୍ଦ ବିଶ୍ୱାଳଙ୍କ ନେତୃତ୍ୱରେ ପାଳିତ ହୋଇଯାଇଛି। ଜିଲ୍ଲା ସାଧାରଣ ସମ୍ପାଦିକା ବବିତା ପାତ୍ର, ବରିଷ୍ଠ ନେତା ବନ ସେଠୀ ପ୍ରଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଏହି କାର୍ଯ୍ୟକ୍ରମରେ ବିଭିନ୍ନ ବୁଣାକାରମାନଙ୍କୁ ସମ୍ମାନିତ ଏବଂ ସମ୍ବର୍ଦ୍ଧନା ଦିଆଯାଇଥିଲା। ବ୍ରହ୍ମପୁରୀ ପାଟ ହେଉ ବା ସମ୍ବଲପୁରୀ ବାନ୍ଧ, କୋଟପଡ଼ା କଟନ ଅବା ବୋମକେଇ ଶାଢ଼ୀ, ଭଳିକି ଭଳି ଶାଢ଼ୀରେ ଝଲସି ଉଠିଛି ଆମ ଓଡ଼ିଆ ଅସ୍ମିତା। ଆଜି ରାଷ୍ଟ୍ରୀୟ ହସ୍ତତନ୍ତ ଦିବସରେ ପ୍ରବାହମାନ କାଳରୁ ନିଜ କଳାକୁ ବଞ୍ଚାଇ ରଖିବା ପାଇଁ ଅହରହ ପରିଶ୍ରମ କରୁଥିବା କାରିଗରମାନଙ୍କୁ ସମ୍ମାନିତ ଓ ଉତ୍ସାହିତ କରିବା ପାଇଁ ଦିନଟିଏ। ଆଧୁନିକ ବ୍ୟସନରେ ମଧ୍ୟ ଆଜି ହସ୍ତତନ୍ତକୁ ଉପଲବ୍ଧ କରାଇବା ପାଇଁ ଅନେକ ଅନୁଷ୍ଠାନ ପ୍ରୟାସରତ। ଆମ ଶାଢ଼ୀ, ଆମ ପରମ୍ପରା, ଆମ ସଂସ୍କୃତିକୁ ବାନ୍ଧି ରଖିଲେ ହିଁ ଓଡ଼ିଆ ଆଉ ଓଡ଼ିଶା ରାଷ୍ଟ୍ରୀୟ ସ୍ତରରେ ଉଚ୍ଚ ପ୍ରଶଂସିତ ହେବ, ଆମ ଗୌରବ ବଢ଼ିବ। ବର୍ଷରେ ଥରେଟିଏ ହେଉ ଆମେ ବୁଣାକାରମାନଙ୍କଠାରୁ ନିଜ ପାଇଁ, ନିଜ ପରିବାର ପାଇଁ କିଛି କିଣି ସେମାନଙ୍କୁ ଏହି କଳାକୁ ଆଗାମୀ ପିଢ଼ି ଯାଏଁ ଜୀବିତ ରଖିବାର ଏହି ସଂକଳ୍ପ ନେଇ ଆଜିର ଏହି କାର୍ଯ୍ୟକ୍ରମ କରାଯାଇଥିଲା। ଜିଲ୍ଲା ମହିଳା ମୋର୍ଚ୍ଚା ସାଧାରଣ ସମ୍ପାଦିକା ମୋନିକା ପ୍ରହରାଜ ଏବଂ ଉଷାରାଣୀ ମହାପାତ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ବ୍ୟୁରୋ ରିପୋର୍ଟ, ସ୍ୱସ୍ତିକ ନ୍ୟୁଜ୍। ଆପଣମାନେ ଦେଖୁଛନ୍ତି ସ୍ୱସ୍ତିକ ଟିଭି।